ତେଣୁ ଭାଗବତରେ ଗୋଟେ ପଦ ଅଛି, ତୁ ଯେବେ ଏକ ଭାବେ ଭାବୁ ଏ ଘୋର ସଂସାର ତରିବୁ। ଯଦି ତୁ ଭବସାଗରରୁ ତରିବାକୁ ଚାହୁଁଛୁ, ଏ ଭବରୂପକ ରୋଗରୁ ତରିବାକୁ ଚାହୁଁଛୁ, ଭବରୋଗରୁ ଉଦ୍ଧାର ପାଇବାକୁ ଚାହୁଁଛୁ, ତାହେଲେ ତୁ ଏକ ଭାବେ। କ'ଣ ଏକ ଭାବେ? ନା ସମସ୍ତେ ଭଗବାନ। এই ଚିନ୍ତା କେମିତି ହେବ? ଶାସ୍ତ୍ର ଲେଖା ହେଇଛି, ଆପଣମାନେ ପଢ଼ିଛନ୍ତି, ବାବା ପଢ଼ିଛନ୍ତି, ଉପସ୍ଥାପନା କରୁଛନ୍ତି, କେମିତି ହେବ? ସାଧନା କଲେ ତମ ଭିତରେ ଜୀବର ଅଳପ ଶକତି ସତେ ଯୁବତୀ ଏକଇ ପତି। ଏ ଜୀବର ଅଳପ ଶକତି ସତେ ଯୁବତୀ, 100ଟା ଯୁବତୀ ଏକଇ ପତି। ଯେତେବେଳେ ସମସ୍ତଙ୍କୁ ତୁ ଏକ କରିଦେଇ ପାରିବୁ, ସବୁ ତୁମେ, ଆଖି ତୁମେ, ପାଟି ତୁମେ, କାନ ତୁମେ, ମଳଦ୍ୱାର ତୁମେ, ଯୌନେନ୍ଦ୍ର ତୁମେ, ଏବଂ ନେଗେଟିଭ ତୁମେ, ପଜିଟିଭ ତୁମେ, ସକାରାତ୍ମକ ତୁମେ, ନକାରାତ୍ମକ ତୁମେ, ତୁମେ ନାରୀ, ତୁମେ ପୁରୁଷ, ତୁମେ ଛୁଆ, ତୁମେ ପିଲା, ସବୁ ତୁମେ ଯଦି ଏକ ଭାବେ ଭାବୁ ଏ ଘୋର ସଂସାର ତରିବୁ। ତେଣୁ ଆମେ ସାଧନା କଲାବେଳେ ଅନେକ ବିଘ୍ନ ଆସିବ। ଦେଖନ୍ତୁ, ଫାଷ୍ଟ ଯଦି ସାଧନା କରିବେ, ଆପଣଙ୍କର ଫାଷ୍ଟ କ'ଣ ହେବ? ନା ପ୍ରାରବ୍ଧ ଖଣ୍ଡନ ହେବ। ପ୍ରାରବ୍ଧ ବୋଇଲେ ଯେଉଁ କର୍ମ ଆପଣ କରିକି ଆସିଛନ୍ତି, ଯାହା ଆପଣଙ୍କ ଭିତରେ ଅଛି, ତା ଭୋଗ ହେବ। ବହୁତ ସାଧକ ସାଧିକା ସାଧନା କରନ୍ତୁ, ଆମର ସେ ଅନୁଭୂତି ଅନୁଭବ ଅଛି, ବିଭିନ୍ନ ପ୍ରକାର ନେଗେଟିଭ ଥଟ୍ସ ଆସିବ। ମନ ଯଦି ଏନଗେଜମେଣ୍ଟ ରହିବ, ନେଗେଟିଭ ଥଟ୍ସ ଆସିବନି। ସମସ୍ତଙ୍କର ଅନୁଭବ ଅଛି। ଯେମିତି ସମସ୍ତ କର୍ମରୁ ନିବୃତ୍ତ ହେଇକି ବସିଯିବେ ନା, ତାଣ୍ଡବ ଲୀଳା ଆରମ୍ଭ କରିବ। ଘୂର୍ଣ୍ଣି ବାତ୍ୟା, ଘୂର୍ଣ୍ଣି ପ୍ରବଳୟ ଉଠା ପକା କରିବ। ଦେଖନ୍ତୁ, ଆଖି ବୁଝିଛି, ଆଖି ମେଲା କରିଦେଉଛି, ଆଖି ବୁଝୁଛି, ଆଖି ମେଲା କରିଦେଉଛି। ୱାଚ୍ ୟୋର ଥଟ୍ସ। କାହିଁ ଆଖି ବୁଝୁଛୁ, ପୁଣି ଆଖି ମେଲା କରିଦେଉଛୁ? ଏତେ ଦିନ ସଂସାରକୁ ଦେଖିଲ, ଯଦି ଦେଖି ଦେଖି ଏ ମନ ତୃପ୍ତ ହେଉନି, ମାନେ ଅର୍ଥାତ ମନ ତ ଦେଖେ, ସବୁ କାମ କରେ, ସେ କର୍ମେନ୍ଦ୍ରିୟର କାମ କରେ, ଜ୍ଞାନେନ୍ଦ୍ରିୟର କାମ କରେ। ମନ ଏକୁଟିଆ 2ଟା ଇନ୍ଦ୍ରିୟର କାମ କରେ। ମନ ଆଖି ଦ୍ୱାରା ହିଁ ଦେଖୁଛି। ମନକୁ ନଅଣ୍ଟେ ବିତ, କାନକୁ ନଅଣ୍ଟେ କ'ଣ ଗୀତ। ଯେତେ ଭଜନ ଶୁଣିଲେ, ଭଜନ ଶୁଣିଲେ ଆଉ ଶୁଣିବି ନାହିଁ। ଯେତେ କଥା ଶୁଣିଲେ ମୋ କାନ କହୁଛି ମୁଁ ଆଉ ଶୁଣିବି ନାହିଁ। ତେଣୁ ଏତେ ଦେଖିଲା ପରେ କାହିଁକି ତୁ ପୁଣି ଧ୍ୟାନରେ ବସୁଛୁ? ଘଣ୍ଟାଟେ ବସିପାରିଲୁ ନାହିଁ? ଏତେ ଦିନ ସାରା ସଂସାରକୁ ଦେଖିଲୁ, କ'ଣ ଦେଖିଲୁ? ଭଗବାନଙ୍କର ବିଭୂତି କି ଦେଖିଲୁ? ଭଗବାନଙ୍କୁ ଦେଖିଛୁ କି? ଭଗବାନଙ୍କୁ ଦେଖିବା ପାଇଁ ପ୍ରୟାସ କରୁଛୁ। ସେ ପ୍ରୟାସ ଭିତରେ ପୁଣି ତୁ ଆଖି ଖୋଲି ଦେଉଛୁ। ପୁଣି ବହୁତ ସାଧକ ସାଧିକା ଉଠି ପଳେଇବେ। ଉଠେଇ ତ ଦେବ କିଏ? ବସେଇ ତ ଦେବନି। ଆଉ ଏସି ଲଗାଅ, ଯାହା କର, ଏକୁଟିଆ ବସିବ, କେହି ରହିବେ ନାହିଁ। ଦେଖିବ ତମ ଭିତରେ ଭୂତ ଅଛି, ସ୍ୱର୍ଗ ଅଛି, କି ନର୍କ ଅଛି, କି ଦେବତା ଅଛନ୍ତି, ତମେ ଜାଣିପାରିବ। ସେ ତ କେହି ନାହାନ୍ତି। ଏସବୁ ଚିନ୍ତା କୋଉଠୁ ଆଇଲା? ଅଲ୍ ଥଟ୍ସ ଆର୍ କମିଂ ଫ୍ରମ୍ ଇନ୍ ୟର୍, ନଟ୍ ଆଉଟସାଇଡ୍ ଅଲୱେଜ୍। ସବୁ ଚିନ୍ତା ଭିତରୁ ଆସୁଛି, କିଛି ବାହାରୁ ନାହିଁ। ବାହାରୁ ଆସୁନାହିଁ। ଯଦି ଭିତରେ ନାହିଁ, ବାହାରେ ନାହିଁ। ଯଦି ଭିତରେ ଅଛି, ବାହାରେ ଅଛି। ଗୋଟେ ଛୋଟ ଏକ୍ଜାମ୍ପଲ୍ ଟିକେ ଦେଉଛି। ମଦ ବିକ୍ରି ହେଉଛି, ଆପଣ ମଦ ଖାଇବାରେ ସ୍ପୃହା ନାହିଁ। ଯେତେ ମଦ ଦେଖିଲେ ଆପଣ ମଦ କଥା ଭିତରେ କିଛି ଆକର୍ଷଣ ସୃଷ୍ଟି କରୁଛି, କି ପିଇବାକୁ ଇଚ୍ଛା ହେଉଛି, କି ସେ ବିଷୟ ଧ୍ୟାନ କଲେ ମନେ ପଡ଼ୁଛି? କାହିଁକି? ମଦ ବିଷୟ ମୋ ଚିତ୍ତରେ ନାହିଁ। ଯୋଗ ଚିତ୍ତବୃତ୍ତି ନିରୋଧ। ମୁଁ ଯୋଗ ଅଭ୍ୟାସ କରୁଛି ସମସ୍ତ ବୃତ୍ତିକୁ ନିରୋଧ କରିବା ପାଇଁ। ମୋ ଭିତରେ ନାହିଁ, ଆସିବ କୋଉଠୁ? କାହାର ସଂସ୍କାର କେମିତି? ମାଛ ଖାଇବାର ଇଚ୍ଛା ନାହିଁ,
ମାଛ କ'ଣ ଆମେ ଖାଇନୁ ଜାଣିନୁ। ଯେତେ ମାଛ ଦେଖିଲେ କି ଗନ୍ଧ। ଏଇଠୁ ବୁଝନ୍ତୁ, କହିଲେ ସମୟ ପଳେଇବ, ଯେଉଁ ଥଟ୍ସ ନାହିଁ ସେ ଥଟ୍ସ ଆପଣ ଭିତରକୁ ଆସିବନି, ଯେଉଁ ଥଟ୍ସ ଅଛି ସେ ଥଟ୍ସ ଆସିବ। ବୁଝିପାରିଲେ? ସାଇଣ୍ଟିଫିକ ଭୂତ ଅଛି, ଭୂତ ଆସିବ, ଭୂତ ନାହିଁ ତ ଭୂତ ଜମା ଆସିବ ନାହିଁ। ଭୂତ ଭିତରେ ଅଛି, ଭୂତ କିନ୍ତୁ ବାହାରେ ନାହିଁ। ଏସବୁ କଥା ଆକୁ କ'ଣ କହନ୍ତି? ପିଣ୍ଡ ଜ୍ଞାନମ୍। ଏ ହେଉଛି ପିଣ୍ଡର ଜ୍ଞାନ। ସ୍ୱଭାବ ନିରପେକ୍ଷ ଶାନ୍ତରେ କଥା ରହିଗଲା, ସମଦରସୀ ରହିଗଲା, ଦୟାସାଗର ମାନେ ପ୍ରେମାପ୍ଲୁତ ରହିଗଲା। ତେଣୁ ସବୁ ଜିନିଷ ନିଜ ଭିତରେ ଅଛି। ନିଜ ଭିତରକୁ ଦେଖନ୍ତୁ, ନିଜ ଭିତରକୁ ସଫା କରନ୍ତୁ। ଆପଣ ଦେଖିବେ ଆପଣ କିଏ ଆପଣ ଜାଣିପାରିବେ। ସାଧନାର ଅନେକ ବିଘ୍ନ ଏ କଥା କୁହାହେଉଛି, ଉଠେଇ ଦେଉଛି, ଆଖି ଖୋଲି ଦେଉଛି। ସାଧନା କରିବାକୁ ଇଚ୍ଛା ହେଉନି ଏବଂ ବସି ହେଉନି। କାହିଁକି? ଆମର କର୍ମଫଳ ସେମିତି ଅଛି। ଜଣେ ମା ଆଉ ରାଉରକେଲାରୁ ଆମ ପାଖରୁ ଦୀକ୍ଷା ନେଲେ। ସେ 3 ଦିନ ତଳେ ଆମକୁ ଫୋନ କରି କହୁଛନ୍ତି, ବାବା ଧ୍ୟାନ କରିବାରୁ ଆଜ୍ଞା ଚକ୍ରକୁ ଖାଲି ମୁଣ୍ଡଟା ବୁଲଉଛି ବୁଲଉଛି ବୁଲଉଛି। ବୋଲେ ଆପଣ ସେମିତି ଲାଗୁଛି। ଭଗବାନଙ୍କୁ ଡାକି କାହାର ଦେହ ଅସୁସ୍ଥ ହୁଏ ନାହିଁ, କାହାର ମୃତ୍ୟୁ ହୁଏ ନାହିଁ। ସେ ସଂସ୍କାରଟା ଆପଣ ଭିତରେ ଅଛି। ଆପଣ କାହାକୁ ଏମିତି ବୁଲେଇଥିଲେ ପୂର୍ବ ଜନ୍ମରେ, ସେଇଟା ଆପଣ ଭିତରେ ଏବେ ବାହାରୁଛି ବାହାରୁଛି ବାହାରୁଛି। ଆଉ ଧୈର୍ଯ୍ୟ ସହ ଗୁରୁଙ୍କ ପାଖରେ ପ୍ରେୟାର କରିକି ଆପଣ ଶୋଇଯାଆନ୍ତୁ। ଆଉ କିଛି ଦିନ ପରେ ବୁଲା ରହିବନି, ଆଉ ଗୋଟେ ଭୂତ ଆସିବ, ଆପଣଙ୍କୁ ଉଠେଇ ଦେବ, ଆପଣଙ୍କୁ ବସେଇ ଦେବନି, ଆପଣଙ୍କୁ ସାଧନା କରେଇ ଦେବ ନାହିଁ, ନର୍କକୁ ନେଇଯିବ ଆପଣଙ୍କର ସଂସ୍କାର। ତେଣୁ ପ୍ରାରବ୍ଧ ଭେରି ଇମ୍ପୋର୍ଟାଣ୍ଟ। ଆପଣ ଆପଣଙ୍କର 3 ଜନ୍ମର କଥା କହିପାରିବେ। ପୂର୍ବରେ ଦେଖନ୍ତୁ, ଈଶ୍ୱରଙ୍କୁ ଆପଣ ପାଇନଥିଲେ ବୋଲି ଏ ଜନ୍ମରେ ଆପଣ ଈଶ୍ୱରକୁ ଏପର୍ଯ୍ୟନ୍ତ ଅତିବାହିତ ହେଲାଣି ପାଇନାହାନ୍ତି। ଈଶ୍ୱରକୁ ପାଇବେ କ'ଣ? ଆପଣ ସାତ୍ତ୍ୱିକ ଜୀବନ, ସରଳ ଜୀବନ ଏପର୍ଯ୍ୟନ୍ତ କାଟି ପାରିନାହାନ୍ତି। ଭଲ ମଣିଷଟିଏ ହେଇପାରିନାହାନ୍ତି। ଆପଣ ଈଶ୍ୱରକୁ ପାଇବା ତ ବହୁତ ଉର୍ଦ୍ଧ୍ୱର କଥା। ତାପରେ ପୂର୍ବ ଜନ୍ମରେ ବା ଜନ୍ମାନ୍ତରେ ଆପଣ ସାଧୁ ହେଇନଥିଲେ ବୋଲି ଏ ଜନ୍ମରେ ସାଧୁ ଏପର୍ଯ୍ୟନ୍ତ ହେଇପାରିନାହାନ୍ତି। ଯଦି ଏ ଜନ୍ମରେ ସାଧୁ ହେଇନାହାନ୍ତି, ଏ ଜନ୍ମରେ ଆପଣ ଯଦି ଈଶ୍ୱରକୁ ପାଇଲେ ନାହିଁ, ଆଗାମୀ ଜନ୍ମରେ ମଧ୍ୟ ଆପଣ ଈଶ୍ୱରଙ୍କୁ ପାଇପାରିବେ ନାହିଁ। କାରଣ ଏଇ ଯେଉଁ ସଂସ୍କାର ନେଇକି ଯିବେ, ଯେଉଁ ବୀଜ ସବୁ କର୍ମ କରୁଛନ୍ତି ଷ୍ଟୋର କରି ନେଇକି ଯିବେ, ପୁଣି ସେଇଆ ବାହାର କରିବେ ନା ଅଲଗା ବାହାର କରିବେ? ଆପଣ ବ୍ୟାଗରେ ଏବେ ଯେତିକି ଟଙ୍କା ନେଇ ଆଶ୍ରମକୁ ଆସିଛନ୍ତି ସେତିକି ଟଙ୍କା ବାହାର କରିବେ ନା ଅଲଗା ଟଙ୍କା ବାହାର କରିବେ? ଯେତିକି ଜିନିଷ ଆଣିଛନ୍ତି, ବ୍ରସ୍ ଆଣିଛନ୍ତି, ପେଷ୍ଟ ଆଣିଛନ୍ତି, ମେଡ଼ିସିନ ଆଣିଛନ୍ତି, ଯାହା ଆଣିଛନ୍ତି ସବୁ ସେତିକି ବାହାର କରିବେ। ତେଣୁ ନିଜକୁ ଭଲ ପିଣ୍ଡ ଜ୍ଞାନ ହେଲା ପରେ ଆପଣଙ୍କର କ'ଣ ହେବ ନା ଆତ୍ମଜ୍ଞାନର ଅଧିକାରୀ ହେବେ। ନିଜକୁ ଜାଣନ୍ତୁ। ଜାଣିବା ଅର୍ଥଟା ଏଇଟା, ଅନେକ କଥା ଅଛି। ତେଣୁ ସାଧନା କଲେ ଅନେକ ପ୍ରକାର କିଛି ଦିନ ସାଧନା କଲା ପରେ ମନରେ ଯଶ, ସମ୍ମାନ, ପ୍ରତିଷ୍ଠା, ଲାଳସା ଆସିବ। ପ୍ରତିଷ୍ଠା ଲାଳସା ଗୋଟେ ସାଧନାର ଘୋର ବିଘ୍ନ। ଲୋକ ମୋତେ ଚିହ୍ନନ୍ତୁ, ଲୋକ ମୋତେ ଜାଣନ୍ତୁ, ଲୋକ ମୋ ବେକରେ ଫୁଲମାଳ ପକାନ୍ତୁ, ଲୋକ ମୋତେ ଠାକୁର କୁହନ୍ତୁ, ମହାପୁରୁଷ କୁହନ୍ତୁ, ଅବତାର ପୁରୁଷ। ଓଃ, ମନ ଯେ କେତେ ଖୁସି କହିଲେ ବୋଇଲେ ନ ସରେ। ତେଣୁ ସେ ମନଟାର ସ୍ଥିତି କେଉଁଠି ଶରୀର ଭିତରେ ଯଦି ସାଧକକୁ ପଚରାଯାଏ, ସେ କହିପାରିବନି ମନର ସ୍ଥିତିଟା କେଉଁଠି, ଏବଂ ସେ କହିପାରିବ ନାହିଁ ଏ ମନକୁ କେମିତି ଆୟତ୍ତ କରାଯାଏ, ସେ କହିପାରିବ ନାହିଁ ଏ ମନକୁ କେମିତି ନିୟନ୍ତ୍ରଣ କରାଯାଇପାରେ, ସେ କହିପାରିବ ନାହିଁ ଏ ମନ କେଉଁଦିନ ସୁମନରେ ପରିଣତ ହେବ। 5ଟା ମନ
ମନ, କୁମନ, ସୁମନ, ବିମନ, ଅମନ। ତିନିଟା ମନ ସମସ୍ତଙ୍କର ଅଛି। କୁମନ, ବିମନ, ଆଉ ଗୋଟେ କ'ଣ ମନ। କେଉଁଦିନ ମନ ସୁମନ ହବ ଅମନ ହବ କହିପାରିବନି। ସୁମନ ହେଲାଣି, ସୁମନ ଆରେ ମୋବଲ କର ଭଜନର ପଞ୍ଚଶାଖା ଆମର ଲେଖିନାହାନ୍ତି। ତେଣୁ ଏ ମନ ସୁମନ ହେଲାଣି। ତେଣୁ ଗୋଟିଏ କାମ ଯଦି କରିବେ, ମନ୍ତ୍ର ମୂଳଂ ଗୁରୁର ବାକ୍ୟ, ନା ମୋ ଗୁରୁଦେବ କହିଛନ୍ତି ମୁଁ ସାଧନା କରିବି